এটা মধ্যে আশঙ্কা করা যাଉଛି যে উভয় লঘুচাপ যদি আকু যাই সম্মিলিত হয়ে গেলে এবং অবপাতরে পরিণত হলে তার প্রকোপ হয়তো বেশি হবে। সমস্যা শুনুছ এখন তো ন্যায় পাইবাটা সমস্তଙ୍କର ଅଧିକାର। আইন ଯେଉଁମାନଙ୍କୁ ଅଧିକୃତ କରିଛି କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ନ୍ୟାୟ ପାଇବା ପାଇଁ ସେ ସମସ୍ତଙ୍କର ନ୍ୟାୟ ମିଳିବାର ଅଧିକାର ଏବଂ ରାଜ୍ୟ ସରକାରଙ୍କର ମଧ୍ୟ ମୌଳିକ କର୍ତ୍ତବ୍ୟ ଯେ ଯେଉଁମାନଙ୍କର ସମସ୍ୟା ଅଛି ଏବଂ ସମସ୍ୟା ସମାହିତ ତଳେ ହେଇପାରୁନାହିଁ ତାକୁ ଅଧ୍ୟୟନ କରିବା ଏବଂ ସେ ସମସ୍ୟାର ସମାଧାନ କରିବା। ତେଣୁ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଗ୍ରିଭାନ୍ସ ହେଉଛି ପ୍ରତ୍ୟେକ ମାସ ସେଥିରେ ହଜାରେ ସଂଖ୍ୟା ତ ସିଲିଂ ଅଛି ଯେଉଁମାନେ ଅନଲାଇନ୍ରେ ଆପ୍ଲାଏ କରୁଛନ୍ତି। ଏଠି ଯେଉଁମାନେ ଆମେ ଅଛୁ ବର୍ତ୍ତମାନ ଏଇଟା ଯେଉଁମାନେ ରେଜିଷ୍ଟ୍ରେସନ କରିପାରିଲେ ନାହିଁ ସେମାନଙ୍କ ପାଇଁ 6ଟା କାଉଣ୍ଟର ଲାଗିଛି। ତେଣୁ ସେଥିରେ ସ୍ୱାଭାବିକ ଭାବରେ ମୋର ଇଚ୍ଛା ହେଲା ଯେ ସେମାନେ ତ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ସାକ୍ଷାତ ହେଇପାରିବ ନାହିଁ। ତେଣୁ ରେଜିଷ୍ଟର ଯେଉଁମାନେ କରୁଛନ୍ତି ସେମାନଙ୍କର ଅଭିଯୋଗଟା ମୁଖ୍ୟମନ୍ତ୍ରୀ ନିଜେ ଶୁଣିବେ। ତେଣୁ ଯେଉଁମାନଙ୍କର ରେଜିଷ୍ଟର ହେଇନାହିଁ ତାଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କୁ ଶୁଣିବା ପାଇଁ ତାଙ୍କର କାଗଜପତ୍ର ନେବା ପାଇଁ ମୁଁ ଏଠିକି ଆସିଛି। ତେଣୁ ରେଜିଷ୍ଟର ହଉ କି ନ ଯିଏ ଆସିଲା ତାର ସମସ୍ୟା ନ ଶୁଣିକି ଏଠୁ କେହି ଫେରିବେ ନାହିଁ। ଏବଂ ରହିଲା ସମସ୍ୟାର ସମାଧାନ କଥା ଆମେ ଯେଉଁ ବ୍ୟବସ୍ଥା କରିଛୁ ସେ ବ୍ୟବସ୍ଥାରେ ଏ ସମସ୍ୟା ସମାଧାନ ହେଲା କି ନାହିଁ ତାର ଆକ୍ସନ୍ ଟେକନ୍ ରିପୋର୍ଟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସୁଛି। ତେଣୁ କେହି ନିରାଶ ହେବେନି, ସମସ୍ତଙ୍କର ସମସ୍ୟା ସମାଧାନ। ସମ୍ଭାବ୍ୟ ବାତ୍ୟା ଆସୁଛି ତାକୁ ନେଇ ବର୍ତ୍ତମାନ ପ୍ରସ୍ତୁତି କ'ଣ କରାଯାଉଛି? ପ୍ରସ୍ତୁତି ଆମେ 24/7 ପ୍ରସ୍ତୁତ। ବାତ୍ୟା ନ ଆସିଲେ ବି ପ୍ରସ୍ତୁତ, ବାତ୍ୟା ଆସିଲେ ବି ପ୍ରସ୍ତୁତ। ଆଇଏମ୍ଡି ଯେଉଁ ପୂର୍ବ ଅନୁମାନ ଲଗେଇଛି ସେ ପୂର୍ବ ଅନୁମାନରେ ପ୍ରକୃତରେ ଆଣ୍ଡାମାନ ପାଖରେ ତଟବର୍ତ୍ତୀ ଅଞ୍ଚଳରୁ 1000 କିଲୋମିଟର ଦୂରରେ ଏବଂ ଆଉ ଗୋଟେ ଘୂର୍ଣ୍ଣି ବାତ୍ୟା ମଧ୍ୟ ସୃଷ୍ଟି ହେଇଛି। ଲଘୁଚାପ ତ ହେଲାନି, ଦୁହେଁ ଧୀରେ ଧୀରେ କରି ଆଗକୁ ବଢ଼ିବେ, ପଶ୍ଚିମ ମୁଖା ହେଇପାରନ୍ତି କିମ୍ବା ଉତ୍ତର ପଶ୍ଚିମ ମୁଖା ହେଇପାରନ୍ତି। এটা মধ্যে আশঙ্কা করা যাଉଛି যে উভয় লঘুচাপ যদি আকু যাই সম্মিলিত হয়ে গেলে এবং অবপাতরে পরিণত হলে তার প্রকোপ হয়তো বেশি হবে। কিন্তু প্রাথমিক স্তরের বর্তমান ସବୁଠାରୁ বেশি আশঙ্কা থাকা রাজ্য হল তামিলনাড়ু। তামিলনাড়ু পরে দক্ষিণ আন্ধ্রপ্রদেশ পরবর্তী অবস্থায় প্রভাবিত হবে। বহু সময় বাত্যা তার গতি মধ্য পরিবর্তন করে। ଆମେ ମନ୍ଥା ସମୟରେ ଦେଖିଲୁ ଯେ ଯେଉଁଟା ମାଲକାନଗିରି ଉପର ଦେଇକି ଯିବା କଥା ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡଫଲ୍ ମଧ୍ୟ ଦୂରରେ ହେଲା ଏବଂ ଗତିପଥ ପରିବର୍ତ୍ତନ କରିକି ସେ କେବଳ ମାଲକାନଗିରି ସୀମାକୁ ଟଚ୍ କରି ପଳେଇଲା। ତେଣୁ ଏବେ ବହୁତ ପ୍ରାଥମିକ ସ୍ତର ଏଇଟା। ଆଜି ଔପଚାରିକତା ଦୃଷ୍ଟିରୁ ଆଇଏମ୍ଡି ପାଖକୁ ଆମକୁ ସୂଚନା ଆସିବ। ପ୍ରତ୍ୟେକ ଦିନ 2 ଥର ଲେଖା ସକାଳେ ସନ୍ଧ୍ୟାରେ ସେମାନେ ଆମକୁ ଅପଡେଟ୍ କରୁଛନ୍ତି। এবং সে বাତ୍যা আসু কি ন আসলে ভাল। আমার প্রস্তুতি দেখি মান্থা আসিলা নাই, তেমন বোধে প্রস্তুতি ভাল কলে বাত্যা পড়ুছি। এতে আমি আহরি ব্যাপক প্রস্তুতি করছি। কিন্তু 25 তারিখ বেড়ে মোটামুটি অনুমান করে যাব যে এই বাত্যার গতি কেউআড়ে এবং প্রকোপ কেতে। ଏବେ ଆଦୌ ବିଚଳିତ ହେବାର ଅବକାଶ ନାହିଁ। ଓଡ଼ିଶାବାସୀ ଏବଂ ଯେଉଁମାନେ ତଟବର୍ତ୍ତୀ ଅଞ୍ଚଳର ଜିଲ୍ଲାର ଅଛନ୍ତି ନାଗରିକମାନେ ସେମାନଙ୍କୁ ମୋର ପରାମର୍ଶ ଆଦୌ ବିଚଳିତ ହୁଅନ୍ତୁ ନାହିଁ। ଆସିବ ନ ଆସିବ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିରୀକୃତ ହେଇନି। ବାତ୍ୟା ଗୋଟେ କିନ୍ତୁ ଅନୁମାନ କରାଯାଇଛି ନିଶ୍ଚୟ ହେବ ଏବଂ ଓଡ଼ିଶା ପ୍ରଭାବିତ ବିଶେଷ ହେଇପାରେ ନ ବି ହେଇପାରେ। କିଛି ବର୍ଷା କିନ୍ତୁ ନିଶ୍ଚିତ ଭାବେ ସବୁ ଜାଗାରେ ହେବ। ଯେଉଁ ପରିସ୍ଥିତି ହଉ এবং যেতে প্রকোপ নেইকি বাত্যা আসু ওড়িশাবাসী মোর নির্ভর প্রতিশ্রুতি আদৌ বিচলিত হুঁতু না, আদৌ চিন্তিত হুঁতু না। রাজ্য সরকার আপনার রক্ষা কবচ ভাইয়া যে পরিস্থিতি হলে আপনার এবং বাত্যা ভিতরে রাজ্য সরকার রাজস্ব বিপর্যয় পরিচালনা বিভাগ পুরা বাত্যা এবং লোক ভিতরে দুর্বার ভাইয়া ছিড়া। ଭାରତର ଏକମାତ୍ର ପରୀକ୍ଷିତ ବାୟୋସାର ପୃଥ୍ୱୀ ପ୍ରୋ ମାଟିକୁ ରଖେ ସୁସ୍ଥ, ଦିଏ ନୂଆ ଜୀବନ। ଧାନ, ପନିପରିବା ଓ ଡାଲି ଜାତୀୟ ଫସଲ ପାଇଁ ଲାଭଦାୟକ।
ଅମଳ ବଢ଼ାଏ, ରୋଗ କମାଏ। ଆଜି ହିଁ ଜମିରେ ପ୍ରୟୋଗ କରନ୍ତୁ। ଯୋଗାଯୋଗ ପାଇଁ 9937054201 ନମ୍ବରକୁ ଡାଏଲ୍ କରନ୍ତୁ। ଆମ ସହ ଯୋଡ଼ି ହେବା ପାଇଁ ଆମକୁ ଲାଇକ୍, ଫଲୋ ଓ ସବସ୍କ୍ରାଇବ୍ କରନ୍ତୁ। ଅଧିକ ଅପଡେଟ୍ ପାଇଁ ଭିଜିଟ୍ କରନ୍ତୁ ଆମ ୱେବସାଇଟ୍ thequiver.in।